ପିଲାମାନେ ସେମାନଙ୍କ ଚାରିପାଖରେ ଥିବା ଦୁନିଆକୁ ଦେଖି ଅଧିକାଂଶ ଜିନିଷ ଶିଖନ୍ତି। କିନ୍ତୁ ପିଲା ଅଛନ୍ତି ଯେଉଁମାନେ ଜନ୍ମରୁ ଦେଖିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି କିମ୍ବା ସମୟ ସହିତ ସେମାନଙ୍କର ଦୃଷ୍ଟି ଶକ୍ତି ଅନ୍ୟମାନଙ୍କ ତୁଳନାରେ ଦୁର୍ବଳ ହୋଇଯାଏ। ଅନେକ ଥର ଏହା ମଧ୍ୟ ଦେଖାଯାଇଛି ଯେ ଏହିପରି ପିଲାମାନେ ସେମାନଙ୍କର ସମସ୍ୟା ବୁଝିବାରେ ସକ୍ଷମ ହୁଅନ୍ତି ନାହିଁ ଏବଂ ଏହି କାରଣରୁ ସେମାନେ ନିଜ ବାପା ମାଙ୍କୁ ମଧ୍ୟ କହିପାରନ୍ତି ନାହିଁ ଯେ ସେମାନେ ଭଲରେ ଦେଖିପାରୁନାହାନ୍ତି। ଏଭଳି ପରିସ୍ଥିତିରେ ଅଭିଭାବକମାନଙ୍କ ପାଇଁ ସେମାନଙ୍କର ପିଲାମାନଙ୍କର ଆଖି ଭଲ ଅଛି କି ନାହିଁ ତାହା ଜାଣିବା କଷ୍ଟକର ହୋଇଯାଏ। ଏହି କାରଣରୁ ପିଲାମାନଙ୍କର ପ୍ରଦର୍ଶନ ଖରାପ ହେବାକୁ ଲାଗେ ଏବଂ ସେମାନେ ଅଧ୍ୟୟନ ଏବଂ କ୍ରୀଡ଼ା ଠାରୁ ଦୂରେଇ ଯିବା ଆରମ୍ଭ କରନ୍ତି। ଏପରି ପରିସ୍ଥିତିରେ ବାପା ମା ମାନେ କିପରି ବୁଝିବେ ଯେ ସେମାନଙ୍କ ପିଲା ତାଙ୍କ ଆଖିରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ନାହିଁ? କେଉଁ ଲକ୍ଷଣ ଗୁଡ଼ିକ ଦେଖିପାରିବେ ଆପଣ ବୁଝିପାରିବେ ଯେ ପିଲାର ଦୃଷ୍ଟି ଶକ୍ତି ଖରାପ ଅଛି? ତାଙ୍କୁ ଚଷମା ଦରକାର ଅଟେ। ଯଦି ଆପଣଙ୍କର ପିଲା ଅତି ପାଖରୁ ଟିଭି ଦେଖିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ଆପଣ ବୁଝି ନିଅନ୍ତୁ ଯେ ତାଙ୍କୁ ଦେଖିବାରେ ଅସୁବିଧା ହେଉଛି। ଏହା ଖରାପ ଆଖିର ଲକ୍ଷଣ ଅଟେ। ଯଦି ଆପଣଙ୍କ ପିଲା କୌଣସି ଜିନିଷ ଉପରେ ଧ୍ୟାନ ଦେବା ପାଇଁ ବାରମ୍ବାର ଗୋଟିଏ ଆଖି ବନ୍ଦ କରିଦେଉଛନ୍ତି ତେବେ ଏହି ଲକ୍ଷଣକୁ ଗମ୍ଭୀରତାର ସହ ନେବା ଜରୁରୀ। ଏହା ସମ୍ଭବ ଯେ ସେ ସାଧାରଣ ଭିଜନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ତୁମର ପିଲା କିଛି ପଢ଼ିବା ବେଳେ ଶେଷ ଲାଇନ୍ କେଉଁଠି ଛାଡ଼ିଛନ୍ତି ତାହା ଭୁଲିଯାଆନ୍ତି ତେବେ ଏହା କ୍ରାସ୍ ଆଇ ସମସ୍ୟା ହୋଇପାରେ। ଛୋଟ ପିଲାମାନେ ଆଙ୍ଗୁଠି ରଖି ପଢ଼ିବା ସହଜ ଲାଗେ, କିନ୍ତୁ ଯଦି ଆପଣଙ୍କ ପିଲା ଟିକିଏ ବଡ଼ ହୋଇଯାଇଛି ଏବଂ ତଥାପି ଆଙ୍ଗୁଠି ରଖି ପାଠ ପଢ଼ୁଛି ତେବେ ପିଲାର ଲେଜି ଆଇର ସମସ୍ୟା ହୋଇପାରେ। ଯଦି ଆପଣଙ୍କ ପିଲା ଅଳ୍ପ ବୟସରେ ମୁଣ୍ଡ ବିନ୍ଧା କିମ୍ବା ମୁଣ୍ଡ ବୁଲାଇବା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହା ଦୃଷ୍ଟି ଶକ୍ତିରେ ସମସ୍ୟା ହେତୁ ହୋଇଥାଇପାରେ।